ଆଉ ଟିକେ ଭିତରକୁ ଆଉଛି ଆଜ୍ଞା। ଆପଣ ସମସ୍ତେ ମା ମାନେ, ମାତୃସ୍ଥାନୀୟ ଭଗ୍ନୀସ୍ଥାନୀୟ ମା ମାଉସୀ ପ୍ରଭୁଜୀ ମାନେ ଅଛନ୍ତି, ମଉସା ମାନେ ଥିବେ। ମୁଁ ଛୋଟ ଛୁଆ, କିନ୍ତୁ ଛୋଟ ମୋର ବି ବଡ଼ କଥା କହୁଛି, ସିମ୍ପଲ୍ କଥା ଆଜ୍ଞା। ଆପଣ ବି ହଁ କହିବେ, ମୋ ସୁରରେ ସୁର ମିଳେଇବେ। ମାତ୍ର 4 ସେକେଣ୍ଡ ଆଜ୍ଞା। 1 2 3 4 4 ସେକେଣ୍ଡର ସୁଖ ଆଜ୍ଞା। ସୁଖ ବି ନୁହଁ, ମଜା। ସରିଗଲା ଆଜ୍ଞା। ଏ 4 ସେକେଣ୍ଡର ସୁଖ ପାଇଁ, ଯେଉଁଟା କୁହନ୍ତି ଯୌନ କ୍ରିୟା ଆଜ୍ଞା, ସିମ୍ପଲ୍ କଥା। ସମସ୍ତେ ପ୍ରାପ୍ତବୟସ୍କ ଦେଖୁଥିବେ, ଛୁଆ ତ କେହି ଦେଖିବେନି ୟାକୁ। ତେଣୁକରି ଏଇ 4 ସେକେଣ୍ଡର ସୁଖ ପାଇଁ ଆପଣ ନେକ୍ସଟ 40 ବର୍ଷ କେତେ ଯେ କଷ୍ଟ ଭୋଗିବେ, କେତେ ଦାୟିତ୍ୱ ନେବେ। କାହିଁକିନା ଯେଉଁ ଛୁଆଟି ଜନ୍ମ ହେବ ତାକୁ 20 ବର୍ଷ ପର୍ଯ୍ୟନ୍ତ ଆପଣ ଦାୟିତ୍ୱ ନେବେ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ। ଯତ୍କିଞ୍ଚିତ୍ ଦୃଶ୍ୟତେ ଲୋକେ ତତ୍ସର୍ବଂ ଜଗଦୀଶ୍ୱରଃ। ଜଗଦୀଶೋ ମହଦ୍ବ୍ରହ୍ମା ଜଗନ୍ନାଥାୟତେ ନମଃ, ଜଗନ୍ନାଥାୟତେ ନମଃ, ଜଗନ୍ନାଥାୟତେ ନମଃ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର କୃପା ଆଉ ଗୁରୁଙ୍କ ଆଶୀର୍ବାଦରୁ କଥାଟି ଆରମ୍ଭ କରୁଛି। ଭକ୍ତଗଣ, ସାଙ୍ଗମାନେ, ମାତାଜୀ, ପ୍ରଭୁଜୀ, ଆପଣମାନେ ସବୁ କେମିତି ଅଛନ୍ତି? ଦେଖନ୍ତୁ ଆଜ୍ଞା, ସାଧାରଣ ଜିନିଷଟିଏ ଯେଉଁଟା କୁହନ୍ତି ଆମର IQ ଲେଭେଲ୍, ସାଧାରଣ ଲେଭେଲରେ ବି ଆପଣ ଭାବିକି ଦେଖନ୍ତୁ। ମୁଖ୍ୟ ସ୍ରୋତରେ ଯେଉଁମାନେ ଅଛନ୍ତି ଆମର ସମସ୍ତେ ଭାବିକି ଦେଖନ୍ତୁ। ଯେଉଁମାନେ ବର୍ତ୍ତମାନ ପାଗଳଖାନା ଯାଇନାହାନ୍ତି, ମେଡ଼ିକାଲ ଯାଇନାହାନ୍ତି, ସୁସ୍ଥ ମସ୍ତିଷ୍କରେ ଯେଉଁମାନେ ଅଛନ୍ତି, ଭାବନ୍ତୁ ଯଦି ଜଣେ ସ୍କୁଲରେ ଫେଲ୍ ହେଇଯାଉଛି, ସିଏ ତାର ଫେଲ୍ ହେଉଛି କାହିଁକିନା ତାକୁ ପଢ଼ା ଆସୁନି। ଆପଣଙ୍କୁ ତ ପଢ଼ା ଆସୁଛି, ଆପଣ ପରିଶ୍ରମ କରିଛନ୍ତି, ଏତେ ପାମ୍ପଡ଼ ବେଲିଛନ୍ତି, ସ୍କୁଲ ଯାଇଛନ୍ତି, ସାର୍ଟ ପ୍ୟାଣ୍ଟ ପିନ୍ଧିକି, ୟୁନିଫର୍ମ ପିନ୍ଧିକି, କେତେ ପରିଶ୍ରମ କରିଛନ୍ତି, କେତେ ଟ୍ୟୁସନ୍ ନେଇଛନ୍ତି, ବାପା ମାଆଙ୍କଠୁ, ବଡ଼ ଭାଇଙ୍କଠୁ, ବଡ଼ ଭଉଣୀଠୁ ଗାଳି ମାଡ଼ ଖାଇଛନ୍ତି, ଟ୍ୟୁସନ୍ରେ କେତେ ପଇସା ଖର୍ଚ୍ଚ କରିଛନ୍ତି, ତା ପଛରେ ବହିରେ ଲେଖା ପଢ଼ା, ପୁଣି କଲେଜର ଫିସ୍ ଅଛି, ମାନେ ସ୍କୁଲର ଫିସ୍ ଅଛି। ଆପଣ ଜାଣିଛନ୍ତି ଆପଣ ପାସ୍ କରିପାରିବେ, ବଡ଼ ଆରାମରେ ପାସ୍ କରିପାରିବେ। ଜଣେ ପଢ଼ୁନାହିଁ, ତାର ଇଚ୍ଛା ନାହିଁ, କିମ୍ବା ତାର ସେ ମାନେ ଯେଉଁଟା କୁହନ୍ତି ମନ୍ଦ ବୁଦ୍ଧି, ତାର ବ୍ରେନ୍ କମ୍ ଅଛି, ସେ ରିସିଭ୍ କରିପାରୁନାହିଁ, ତେଣୁକରି ସେ ଫେଲ୍ ହେଉଛି ବାଧ୍ୟବାଧକତାରେ। ଆପଣ କାହିଁ ଫେଲ୍ ହେଉଛନ୍ତି? ଆପଣ ତ ପାରିବେ ନା ଆଜ୍ଞା। ଜଣେ ଯଦି ପାସ୍ କରିପାରୁଛି, ସିଏ କାହିଁକି ଫେଲ୍ ହେବା ପାଇଁ ଚାହିଁବ? ସେଇ କଥାଟି ପଡ଼ିଛି ଆଜ୍ଞା। 84 ଲକ୍ଷ ଯୋନି ଅଛି, 84 ଲକ୍ଷ ଯୋନି ଏ ଦୁନିଆରେ ପୁରା। ଆମେ ଗଣି ପାରିବାନି 84 ଲକ୍ଷ କେତେ ହେଲାଣି କହିଲେ। ଯୋନି ମାନେ ବୁଝୁଛନ୍ତି ସ୍ପେସିସ୍, ଇଂଲିଶ ଯେଉଁଟା କୁହନ୍ତି ସ୍ପେସିସ୍, ମାନେ 84 ଲକ୍ଷ ପ୍ରକାରର ଶରୀର ଅଛି। ସାଧାରଣ ଭାଷାରେ ବୁଝନ୍ତୁ, 84 ଲକ୍ଷ ପ୍ରକାରର ଶରୀର। ସେ ଶରୀରରେ କିଛି ମଣିଷ ପ୍ରକାରର ଶରୀର ଅଛି। ମଣିଷର ବି ଭେରାଇଟି ଅଛି ନା ଆଜ୍ଞା। ଯେମିତି ଗୋଟେ ଥାଏ ଆଙ୍ଗ୍ଲୋ ଇଣ୍ଡିଆନ୍, ଇଣ୍ଡିଆନ୍, ଫରେନର, ଯେଉଁଟା କଳା ଦେହବାଲା, ଯେଉଁଟା ଆଫ୍ରିକା ବାଲା ଅଛନ୍ତି, ପୁଣି ଜର୍ମାନୀ ବାଲା ଅଛନ୍ତି, ନିଗ୍ରୋ ଅଛନ୍ତି ଯେଉଁଟା କୁହାଯାଏ, ଏଥିରେ ବି ଭେରାଇଟି ଅଛି। ଯେଉଁଟା ଚାଇନିଜ୍, ତାଙ୍କର ଅଲଗା, ସେଥିରେ ଭେରାଇଟି ଅଛି। ଶରୀରରେ ବି, ମଣିଷ ଶରୀରରେ ବି ଭେରାଇଟି ଅଛି। ସେମିତି ଏଇ 84 ଲକ୍ଷ ଯୋନି ଭିତରେ ମଣିଷ ଶରୀରରେ କିଛି ଭେରାଇଟି ଅଛି, ଗଛପତ୍ରର ଭେରାଇଟି ଅଛି, ଦେବୀ ଦେବତା ପର୍ଯ୍ୟନ୍ତ ଅଛନ୍ତି। ଏଇ 14 ଆମର ଯେଉଁ 84 ଲକ୍ଷ ଯୋନି, 14 ବ୍ରହ୍ମାଣ୍ଡରେ ଆମର ଯେଉଁ ବ୍ରହ୍ମାଣ୍ଡ ଅଛି, ତାର 14 ଭୁବନ ଅଛି ଆଜ୍ଞା, 14 ଲେୟାର ଅଛି, 14 ପ୍ଲାନେଟାରୀ ସିଷ୍ଟମ୍ ଯେଉଁଟା କୁହନ୍ତି, ବୁଝିପାରିବେ ଆପଣ। ଆମେ ଯେଉଁଠି ରହୁଛେ ସେଇଟା ମଝି ଜାଗା। ଆମେ କେଉଁଠି ଅଛନ୍ତି ପ୍ରଥମେ ଜାଣନ୍ତୁ, ତାପରେ ଜାଣିପାରିବେ ଯେ ଆମ ଜୀବନର ଲକ୍ଷ୍ୟ କ'ଣ। ଯିଏ ଜୀବନର ଲକ୍ଷ୍ୟ ଜାଣି ନ ପାରିଲା, ସେଇ ତ ଫେଲ୍ ନା ଆଜ୍ଞା। ଫେଲ୍ ତ ସେଇ ହେଲା ନା। ଆପଣଙ୍କୁ ଘରେ କୁହାଯାଇଛି ଯା ସଉଦା ନେଇକି ଆସିବୁ ଯା। ଆପଣଙ୍କ ପାଖରେ ପଇସା ପତ୍ର ଅଛି, ଗାଡ଼ି ଅଛି, ଗାଡ଼ିରେ ତେଲ ପଡ଼ିଛି, କିନ୍ତୁ ଆପଣଙ୍କୁ ସବ୍ଜି ମଣ୍ଡି ଯେଉଁଟା କୁହନ୍ତି, ପରିବା ମାର୍କେଟ ଯେଉଁଟା, ଆପଣ ସେଟା ଜାଣିନାହାନ୍ତି କେଉଁଠି ଅଛି। ତେଣୁକରି ଆପଣ ଯେତେ ଘିରି 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 ହେଇକି ବୁଲିଲେ ମଧ୍ୟ ଯଦି ଆପଣଙ୍କୁ ଲକ୍ଷ୍ୟ ଜଣା ନାହିଁ ଯେ ପରିବା ମାର୍କେଟଟା କେଉଁଠି ଅଛି, ଆପଣଙ୍କ ପାଖରେ ଗାଡ଼ିରେ ଯେତେ ତେଲ ଥାଉ, ଗାଡ଼ିରେ ଯେତେ ତେଲ ଥାଉ, ଆପଣଙ୍କ ଜେବରେ ମାନେ ପକେଟରେ ଯେତିକି ପଇସା ଥାଉ, ଆପଣ ସବ୍ଜି ଖରିଦାରୀ କରିପାରିବେନି, କାହିଁକିନା ଲକ୍ଷ୍ୟ ଜଣା ନାହିଁ ଆପଣଙ୍କୁ। ତା ମାନେ କ'ଣ? ଆପଣ ଘରକୁ ଫେରିକି ଆସିଲେ, ବିଫଳ ହେଇକି ଫେରିକି ଆସିଲେ, ବିଫଳର ଅର୍ଥ କ'ଣ ଆଜ୍ଞା? ଫେଲ୍। ସେଇ ତ କହୁଛି ଆଜ୍ଞା। ଯଦି ଆପଣ ସଫଳ ହେଇପାରିବେ, ପୁଣି ବିଫଳ କାହିଁକି ହେଉଛନ୍ତି? 14 ଭୁବନ କଥା କହିଛି। ଆମେ ଯେଉଁଠି ଅଛେ ଇଏ ହେଉଛି ଭୂଲୋକ, ଉପରେ ଅଛି ଭୂବର ଲୋକ, ତାପରେ ତପଲୋକ, ଜନଲୋକ, ମହରଲୋକ, ତାପରେ ବ୍ରହ୍ମଲୋକ, ସ୍ୱର୍ଗଲୋକ, ତଳକୁ ଅଛି ଅତଳ, ଭିତଳ, ତଳାତଳ, ରସାତଳ, ମହାତଳ, ପାତାଳ, ଏସବୁ ଜିନିଷ ଅଛି। ତ ଏସବୁ କହିବାର ଅର୍ଥ ହେଉଛି ଆମେ କେଉଁଠି ଅଛନ୍ତି, ଆମର ଜିପିଏସ୍ଟା କ'ଣ, ଆଉ ଆମକୁ କେଉଁଠିକି ଯିବାର ଅଛି। ଆମେ କିଏ କହିଲେ ଆଜ୍ଞା? ପ୍ରଥମେ ଯଦି ଆପଣ ଜାଣିପାରିବେ, ସୁସ୍ଥ ମସ୍ତିଷ୍କ ଯିଏ ଥିବ ଟିକେ, ସିଏ ବୁଝିପାରିବ ଆମେ କିଏ। ଆମେ କ'ଣ ଏ ଶରୀର ଆଜ୍ଞା? ମୁଁ କ'ଣ ଏ ଟୋପି, ନା ମୁଁ କ'ଣ ଏ ହାତ, ନା ମୁଁ କ'ଣ ଏ ଆଖି, ନା ମୁଁ କ'ଣ ଏ ଟି ସାର୍ଟ, ନା ମୁଁ କ'ଣ ଏ ଚେହେରା,
ନାହିଁ, ଇଏ ତ ମୋର ଆବରଣ। ଦେଖନ୍ତୁ ଯେମିତି ଏ ଶରୀରକୁ ଏ ଟି ସାର୍ଟ ଏ ଟୋପି ଘୋଡ଼େଇକି ରଖିଛି, ସେଭଳିଆ ଆମକୁ ଏ ଶରୀର ଘୋଡ଼େଇକି ରଖିଛି। ବୁଝିପାରିଥିବେ, ଏ ଶରୀର ହେଉଛି ଆମର ପୋଷାକ, ଯେଉଁଟା ଗୀତାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ କହୁଛନ୍ତି ଦ୍ୱିତୀୟ ଅଧ୍ୟାୟରେ, ବାସାଂଶ ହିଁ ଜୀର୍ଣାନି ଯଥା ବିହାୟ। ଯେତେବେଳେ ଆମକୁ ମାନେ ସେ ଭିତରୁ ଯିବାନି, ଆମକୁ ଶରୀର ଦିଆହେଇଛି। ଏ ଶରୀର ହେଉଛି ଗୋଟେ ଯନ୍ତ୍ର ଟାଇପ୍ର। ଏ ଯନ୍ତ୍ରକୁ ୟୁଜ୍ କରିକି ଆମକୁ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯିବା ପାଇଁ ପଡ଼ିବ। ସେ ଜାଗାଟା କେଉଁଠି ଆଜ୍ଞା? ସେଇ ତ କଥା ନା, ଯିଏ ଜାଣିନାହିଁ ସେ ଜାଗାଟା କେଉଁଠି, ସେ ହିଁ ବିଫଳତାର ସ୍ୱାଦ ଚାଖୁଛି। ଆମେ କୌଣସି ବି କାମ କାହିଁକି କରନ୍ତି ଆଜ୍ଞା? କାହିଁକି କରନ୍ତି ମୋତେ କହିଲେ? ଆପଣଙ୍କ ଭିତରୁ ଯେତିକି ଜଣ ଥିବେ ସେ କୁହନ୍ତୁ ଯେ ଆମେ କୌଣସି ବି କାମ କାହିଁକି କରନ୍ତି? କେବଳ ଗୋଟିଏ ତା'ର ଲକ୍ଷ୍ୟ ଆଜ୍ଞା। ସେ ଲକ୍ଷ୍ୟ ହେଉଛି ଆନନ୍ଦକୁ ପ୍ରାପ୍ତ କରିବା, ଖୁସିକୁ ପ୍ରାପ୍ତ କରିବା, ଆଉ ଟିକେ ତଳକୁ ହେଉଛି ମଜାକୁ ପ୍ରାପ୍ତ କରିବା, ଇଞ୍ଜୟମେଣ୍ଟ ଯେଉଁଟାକୁ ଆପଣ କହନ୍ତି। ଯଦି କୌଣସି କାମ କରିକି ଆମକୁ ଇଞ୍ଜୟମେଣ୍ଟ ନ ମିଳିଲା, ଆମେ ସେ କାମ କେବେ କରିବା ପାଇଁ ଯିବାନି ସେକେଣ୍ଡ ଟାଇମ୍ ଆଜ୍ଞା। ଆପଣ ଏ ଭିଡ଼ିଓ କାହିଁକି ଦେଖୁଛନ୍ତି ଆଜ୍ଞା? ଯିଏ ବି ଏ ଥମ୍ବନେଲ୍ କ୍ଲିକ୍ କରିକି ଆସିଛନ୍ତି, ଏ ଭିଡ଼ିଓ ଦେଖିବା ପାଇଁ କାହିଁକି ଆସିଛନ୍ତି? ଏଇଥିପାଇଁ ଆସିଛନ୍ତି ଯେ ଆମକୁ କିଛି ଶିଖିବାକୁ ମିଳିବ, ଜାଣିବାକୁ ମିଳିବ, ଆମେ ଫେଲ୍ ହେବୁ ନାହିଁ। ଆଉ ଫେଲ୍ ନ ହେବା ଦ୍ୱାରା ଆମକୁ ଖୁସିଟି ମିଳିବ, ଆନନ୍ଦଟି ମିଳିବ, ମଜାଟି ମିଳିବ, ସାଟିସ୍ଫ୍ୟାକ୍ସନ୍ଟି ମିଳିବ। ଏଇ ତ କଥା ଆଜ୍ଞା, ସିଧା କଥା। ଆମେ କୌଣସି ବି କାମ କରନ୍ତି କେଉଁଥିପାଇଁ? ଖୁସି ପାଇବା ପାଇଁ, ଆନନ୍ଦ ପାଇବା ପାଇଁ, ଶାନ୍ତି ପାଇବା ପାଇଁ, ସୁଖ ପାଇବା ପାଇଁ, ସନ୍ତୋଷ ପାଇବା ପାଇଁ। ଏଇ ତ କଥା। କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହୁଛନ୍ତି, ତୁ ଯୋଉ ଜିନିଷରେ ବି ସୁଖ ଶାନ୍ତି ପାଇବା ପାଇଁ ଚେଷ୍ଟା କରିବୁ, ତତେ ମିଳିବ ନାହିଁ। ଯଦି ଆମେ ଏତିକି ଜିନିଷଟି ଜାଣିଯାଇଥିବା ଆଗରୁ, ମହାପ୍ରଭୁ ଶ୍ରୀ ଜଗନ୍ନାଥ କହୁଛନ୍ତି, ତତେ ଭୌତିକ ଜଗତରେ ତୁ ଯାହା ବି ଯେଉଁଠି ବି ସୁଖ ଖୋଜିବୁ ତତେ ମିଳିବ ନାହିଁ, କେବଳ ମୋତେ ଛାଡ଼ିକି। ଯଦି ମୋ ପାଖକୁ ଆସିବୁ, ମୋ ସହିତ ଯୋଡ଼ି ହେବୁ, ତାହେଲେ ତ ସୁଖ ମିଳିବ। ଦେଖୁଛନ୍ତି ଆପଣଙ୍କ ସାଙ୍ଗ ବିବାହ କରୁଛି, ଏଦି ସୁଖ ମାନେ କହିଲେ କ'ଣ ଆଜ୍ଞା? ସିଏ ସୁଖ ଖୋଜିବା ପାଇଁ ସେ ଯେଉଁ ନାରୀ ଭିତରେ କିମ୍ବା ସାମ୍ନାରେ ଯେଉଁ ମାଆଟି ଅଛି, ମୁଁ ତ ବୈଷ୍ଣବ ତେଣୁକରି ମୁଁ ମାଆ ହିଁ କହିବି, ମୋ ପାଇଁ ସମସ୍ତେ ମାଆ। ସାମ୍ନାରେ ଯେଉଁ ନାରୀ ଅଛି, ଯେଉଁ ମାଆ ଜଣକ ଅଛି, ତାକୁ ବିବାହ କରିବା ଦ୍ୱାରା ଆପଣଙ୍କ ସାଙ୍ଗକୁ ଖୁସି ମିଳିବ, ତେଣୁକରି ସେ ବିବାହ କରୁଛି। ବିବାହ କରିବା ତା'ର ଟାର୍ଗେଟ୍ ନୁହଁ, ତା'ର ଲକ୍ଷ୍ୟ ନୁହଁ। ତା'ର ଲକ୍ଷ୍ୟ ହେଉଛି ଖୁସିକୁ ପ୍ରାପ୍ତ କରିବା। କିନ୍ତୁ ସିଏ ବି ଜାଣିଛି କିଛି ଦିନ ପରେ ଅନ୍ୟମାନଙ୍କ ଭଳିଆ ମୋର ବି ଅବସ୍ଥା ହେବ, ମୋର ବି ଏଇ ଯେଉଁ ସୁଖ ଟିକକ ପଳେଇବ, ମୋତେ ବି ପୁଣି କାର୍ଯ୍ୟରେ ମାନେ ବିବାହ ମାନେ ହେଉଛି ବିଶେଷ ମାନେ ବିଶେଷ ଭାବରେ ଦାୟିତ୍ୱ ବହନ କରିବା। ମୋତେ ବି ପରିବାରର ସେ ଯେଉଁ ମାଆଟି ଆସିଛି, ଯେଉଁ ସ୍ତ୍ରୀଟି ଆସିଛି, ତା'ର ଦାୟିତ୍ୱ ବହନ କରିବାକୁ ପଡ଼ିବ। ତା ସହିତ ଘରର ସଉଦାପତ୍ର, ପରିବାପତ୍ର, ଘରର ସବୁ ଜିନିଷ ମୋତେ ବୁଝିବାକୁ ପଡ଼ିବ। ତା ସହିତ ଘରର କାମ କରିବାକୁ ପଡ଼ିବ, ବାହାରରେ ବି କାମ କରିବାକୁ ପଡ଼ିବ, ପଇସା ରୋଜଗାର କରିବାକୁ ପଡ଼ିବ, ଛୁଆ ଜନ୍ମ ହେବେ ତାଙ୍କର ଦାୟିତ୍ୱ ନେବା ପାଇଁ ପଡ଼ିବ, ସ୍କୁଲର ଦାୟିତ୍ୱ ଅଛି, ଏଇସବୁ ଜିନିଷ ଆଜ୍ଞା। ପରେ ସେସବୁ ଠିକ୍ ହେଇଯାଏ ଆଜ୍ଞା। ଆପଣ ଆଜି ଦେଖନ୍ତୁ, ଯେଉଁମାନେ ବିବାହ କରିନାହାନ୍ତି ନିଜ ମାତା ପିତାଙ୍କୁ ଦେଖନ୍ତୁ ଆଜ୍ଞା, ଯେଉଁମାନେ ପ୍ରାପ୍ତବୟସ୍କ ହେଲେଣି ମାତା ପିତା, ତାଙ୍କୁ ପଚାରିବା ବି ଦରକାର ନାହିଁ। କାହିଁକି ପଚାରିବେ? କାହିଁକି ତାଙ୍କୁ ଲୋକ ହସା କରିବେ? ପଚାରନ୍ତୁ, ଦେଖନ୍ତୁ ସେମାନେ ଯେଉଁ ଖୁସି ପାଇଁ ବିବାହ କରିଥିଲେ ତାଙ୍କୁ ମିଳିଲା କି? କିଛି ମିଳିଲା ନାହିଁ। ଆପଣଙ୍କୁ ଯେଉଁଟା ବର୍ତ୍ତମାନ ଲାଗୁଛି, କିଛି ବର୍ଷ ପରେ ଆପଣଙ୍କୁ ସେଇଟା ଲାଗିବ ସେଇଆ, ମୁଁ ଭୁଲ କରିଦେଲି। ଭଗବାନ ଦେଖନ୍ତୁ, ଲକ୍ଷ୍ୟଟା ଜାଣିବା ଦରକାର। ଆମର ଲକ୍ଷ୍ୟ, ଆମେ ଯେହେତୁ ମୁଁ କହିଲି ଆମେ ଆତ୍ମା, ଆମର ଲକ୍ଷ୍ୟ ହେଉଛି ପରମାତ୍ମାକୁ ପ୍ରାପ୍ତ କରିବା। ଦେଖନ୍ତୁ, ଯେପର୍ଯ୍ୟନ୍ତ ବେସ୍ ଆପଣଙ୍କର ମୂଳଦୁଆ ଷ୍ଟ୍ରଙ୍ଗ ନ ରହିବ, ଆପଣଙ୍କର ତା ଉପରେ ଯେତିକି ଘର ବନେଇ ଚାଲିବେ ସେ ଘର ଭୁଷୁଡ଼ିଯିବ। ଆଉ ଯଦି ଆପଣଙ୍କର ମୂଳଦୁଆ ଫାଉଣ୍ଡେସନ୍ ଠିକ୍ ଅଛି, ଆପଣ 1000 ମହଲା ବନେଇ ଦିଅନ୍ତୁ, ସେ ଠିଆ ହେଇଯିବ। ତେଣୁକରି ଆଉ ଗୋଟେ କଥା ହେଉଛି, ଯେ ପର୍ଯ୍ୟନ୍ତ ରୋଗୀକୁ ରୋଗ ହେଇଛି, ସେ ରୋଗଟା ନିଜେ ମାନିବା ଦରକାର। ଯଦି ସେ ମାନୁନାହିଁ ତାକୁ ରୋଗ ହେଇଛି ବୋଲି, ସେ ରୋଗଟା ମାନେ ନିଦାନ କରିବା, ତାକୁ ରୋଗରୁ କ୍ୟୁଅର୍ କରିବା, ରୋଗ ଉପଶମ କରିବା ବହୁତ କଷ୍ଟସାଧ୍ୟ ହେଇଯାଏ ଆଜ୍ଞା। ଜଣେ ଯଦି ମଦୁଆଟେ, ସେ କହିବ ନା ମୁଁ ମଦୁଆ ନୁହଁ, ମୋତେ କିଛି ହେଇନି, ତାହେଲେ ତାକୁ ନିଶାମୁକ୍ତି କେନ୍ଦ୍ର ନେଇକି ଯିବା ଭାରି ମୁସ୍କିଲ ହେଇଯିବ ଆଜ୍ଞା। ଆଉ ନେଇକି ଗଲେ ବି ସିଏ ମଦ ଛାଡ଼ିବନି, କସ୍ମିନ କାଳେ ସିଏ ସେଠୁ ଲୁଚିକି ପଳେଇ ଆସିବ, ସେଇଭଳିଆ କଥା ଆଜ୍ଞା। ଆମେ ଜାଣିବା ଦରକାର ଯେ ଆମ ସମସ୍ତଙ୍କୁ ରୋଗ ଅଛି, ସମସ୍ତଙ୍କୁ ଗୋଟିଏ ରୋଗ ଅଛି, ସେ ହେଉଛି ଭବ ରୋଗ। ଏ ଟୋପି ମୋର, ଏ ଟି ସାର୍ଟ ମୋର, ଏ ଏସି ମୋର, ଏ ଲାଇଟ୍ ଯେଉଁ ଜଳୁଛି ମୋର, ଏ ଫୋନ୍ ଆପଣ ଯେଉଁ ଦେଖୁଛନ୍ତି ଏ ଫୋନ୍ ହେଉଛି ମୋର। ନାହିଁ ଆଜ୍ଞା, ଏଇ ଜିନିଷ ତ ଭୁଲ ଆଜ୍ଞା। କିଛି ଆମର ନୁହେଁ, ରହିବନି ଆମ ପାଖରେ। ଯେଉଁ ଶରୀରକୁ ଆପଣ ନିଜର ବୋଲି ଭାବୁଛନ୍ତି ନା, ଏ ଶରୀରକୁ ଆପଣ ସବୁଠୁ ଅଧିକା ନିଜର ବୋଲି ଭାବୁଛନ୍ତି ନା, ଏ ଶରୀରର ପ୍ରତି କୋଣାନୁକୋଣ ଆପଣ ଦେଖିଛନ୍ତି,
ଆଉ କେହି ୟାକୁ ଦେଖି ନାହାନ୍ତି। କିନ୍ତୁ ଏ ନିଜର ଭାବୁଥିବା ଶରୀରକୁ ମଧ୍ୟ ଆପଣ ଥରେ ଭାବିକି ଦେଖନ୍ତୁ, ଏ ଶରୀର ବି ଆପଣଙ୍କ ପାଖରେ ରହିବନି। ଏ ପଞ୍ଚମହାଭୂତରେ ଲୀନ ହେବ, ଆପଣ ଏଠୁ ୟାକୁ ବି ଛାଡ଼ିକି ଯିବେ। ସିଧା କଥା ଆଜ୍ଞା। ଆପଣ କାହା ଘରକୁ ଯାଇଛନ୍ତି, ଆପଣ, ସେ ଘରେ ଆପଣ ସେଦିନ ରାତି କଟେଇଲେ, ଶୋଇଲେ, ସାର୍ଟ ପ୍ୟାଣ୍ଟ ଖୋଲି ଦେଇକି ଶୋଇଲେ, ଟାୱେଲଟି ପିନ୍ଧିକି ଶୋଇଲେ। ଯେତେବେଳେ ଫେରିକି ଆସିବେ ପୁଣି ସେ ସାର୍ଟ ପ୍ୟାଣ୍ଟ ପିନ୍ଧିକି ଆସିବେ। ଯଦି ନ ପିନ୍ଧିକି ଆସିବେ, ସେଠିକାର ଲୋକ ଆପଣଙ୍କୁ କହିବେ, ଆଜ୍ଞା ଇଏ ଆପଣଙ୍କ ସାର୍ଟ ପ୍ୟାଣ୍ଟ, ଆପଣଙ୍କ ଜୋତା, ଇଏ ଚଷମା ଆଉ ଇଏ ଘଡ଼ି, ଇଏ ପିନ୍ଧିକି ଯାଆନ୍ତୁ। କାହିଁକି କହିଲେ ଆଜ୍ଞା ପିନ୍ଧିକି ଯାଆନ୍ତୁ? କାହିଁକିନା ସିଏ ଆପଣଙ୍କର, ସେସବୁ ଜିନିଷ ଆପଣଙ୍କର ଥିଲା ବୋଲି ସିଏ ଆପଣଙ୍କୁ କହିଲେ ଆପଣ ନେଇକି ଯାଆନ୍ତୁ ସାଙ୍ଗରେ। ଯଦି ସିଏ ଆପଣଙ୍କର ହେଇନଥାନ୍ତା, ଆପଣ ସାଙ୍ଗରେ ନେଇକି ଆସିପାରିନଥାନ୍ତେ, ସେ ଘର ଲୋକ ଆପଣଙ୍କୁ ଦେଇନଥାନ୍ତେ। ସେଇଭଳିଆ ଆଜ୍ଞା, ଯଦି ଏ ଶରୀର ଯଦି ଆପଣଙ୍କର, ଆପଣ ଯଦି ଭାବୁଛନ୍ତି ଗୋଟେ ସେକେଣ୍ଡ ପାଇଁ, ଭାବି ନିଅନ୍ତୁ, ତାହେଲେ ଏ ଶରୀରକୁ ନେଇକି ଯିବାର କାପାସିଟି ମଧ୍ୟ ଆପଣଙ୍କର ଅଛି। କିନ୍ତୁ ଯେତେବେଳେ ଆପଣ ଯିବେ ଜୀବାତ୍ମା ହେଇକି, ସେତେବେଳକୁ ଏ ଶରୀରକୁ ଏଠି ପଞ୍ଚମହାଭୂତରେ ଛାଡ଼ି ଦେଇକି ଯିବେ। ଇଏ ବି ଆପଣଙ୍କର ନୁହେଁ। ଜାଣିପାରିଲେ ଆଜ୍ଞା? ଯେଉଁ ଶରୀରକୁ ନିଜର ବୋଲି ଭାବୁଥିଲେ, ସିଏ ବି ଆପଣଙ୍କର ନୁହେଁ। ଆଉ ତାହେଲେ କ'ଣ ନିଜର ରହିଲା ଆଜ୍ଞା? କେହି କାହାରି ନୁହେଁ। ଆପଣ ଭାବୁଥିବେ ସମ୍ପର୍କ ଯୋଡ଼ି ହେଉଛି କେମିତି? ଯୋଡ଼ି ହେଉଛି ଆଜ୍ଞା ପୂର୍ବ ଜନ୍ମର କର୍ମ ଯୋଗୁଁ, ପ୍ରାରବ୍ଧ କର୍ମ ଯୋଗୁଁ। କର୍ମ ବହୁତ ପ୍ରକାର ଥାଏ, ତା ପାଇଁ ବିଷୟରେ କଥା ହେଲେ ଲମ୍ବା ହେଇଯିବ, ପରେ କେବେ କଥା ହେବା। କିନ୍ତୁ କର୍ମ ହେଉଛି ଏଇଆ, କର୍ମର ଡେଫିନେସନ୍ ହେଉଛି ଏଇଆ, ମାନେ ଯେଉଁଟାକୁ ସଂଜ୍ଞା ହେଉଛି ଏଇଆ, ଯିଏ ଆପଣଙ୍କୁ ନୂଆ ଶରୀର ପ୍ରଦାନ କରେ। ଆପଣ କିଛି ପାପ ପୁଣ୍ୟ, ଏଇ ଜନ୍ମରେ ଆପଣ କିଛି ପୁଣ୍ୟ କର୍ମ କରିଛନ୍ତି, କିଛି ପାପ କର୍ମ କରିଛନ୍ତି। ସେ ପାପ କର୍ମକୁ ଆଉ ସେ ପୁଣ୍ୟ କର୍ମକୁ ଭୋଗିବା ପାଇଁ ଆପଣଙ୍କୁ ନେକ୍ସଟ ଜନ୍ମରେ ଆଉ ଗୋଟେ ଶରୀର ନେବା ପାଇଁ ପଡ଼ିବ। ଏହି ତ ହେଇଗଲା ନା ଜନ୍ମ। ଯଦି ମୁଁ ପୁଣ୍ୟ କାମ କରିଥିବି, ମୋତେ ଖୁବ୍ ଭଲ ଘରେ ଜନ୍ମ ମିଳିବ ସେ ପୁଣ୍ୟଟି ଭୋଗିବା ପାଇଁ ଆଜ୍ଞା। କିନ୍ତୁ ସେଇ ଭିତରେ ମୁଁ କିଛି ପାପ କାମ ବି କରିଥିବି, ତେଣୁକରି ସେଇ ଘରେ ମୋତେ କିଛି ପାପ ମାନେ କଷ୍ଟ ବି ମିଳିବ। ହେଇପାରେ ମୋତେ ମାତା ପିତା ଅଧିକ ବାଡ଼େଇ ପାରନ୍ତି। ଧନୀ ଘରେ ଜନ୍ମ ହୋଇଥିବି, କିନ୍ତୁ ମାତା ପିତା ଟିକେ ମୋର ମଦୁଆ ହେଇଥିବେ, ଡେଲି ଘରେ ଝଗଡ଼ାଝାଟି ହେଉଥିବ। କିମ୍ବା ଧନୀ ଘରେ ଜନ୍ମ ହୋଇଥିବି, କିନ୍ତୁ ମୋର ଗୋଟେ ଗୋଡ଼ ନଥିବ, ଏଇଭଳିଆ ହେବ। ଧନୀ ଘରେ ଜନ୍ମ ହୋଇଥିବି, କିନ୍ତୁ ଘରେ ଟିକେ ଅଶାନ୍ତି ଚାଲିଥିବ। ପାପ ବି ମାନେ ପୁଣ୍ୟକର୍ମର ଫଳ ତ ମିଳିଲା, ଭଲ ଘରେ ଜନ୍ମ ହେଲି, କିନ୍ତୁ ପାପଟା ବି ସାଙ୍ଗରେ ମିଳୁଛି ଆଜ୍ଞା। ସେମିତି ଆଜ୍ଞା ଆପଣ ଯେଉଁ କହୁଛନ୍ତି ବିବାହ ବି ଆଗରୁ ସ୍ଥିରୀକୃତ ହେଇଥାଏ। ପୂର୍ବ ଜନ୍ମରେ ଆପଣଙ୍କର ଲେନଦେନ ବାକି ଥିବ। ଆପଣ ବେପାରୀ ହେଇଥିବେ, କିମ୍ବା ମାଡ଼ଗୋଳ କରିଥିବେ, କିମ୍ବା କିଛି ଭାବର ଆଦାନ ପ୍ରଦାନ କରିଥିବେ, ପଇସା ପତ୍ରର ଆଦାନ ପ୍ରଦାନ କରିଥିବେ, କିଛି ଧାର କରଜ କରିଥିବେ। ସେ ଧାର କରଜକୁ ଶୁଝିବା ପାଇଁ, ସେ ପ୍ରାରବ୍ଧ କର୍ମକୁ ଶୁଝିବା ପାଇଁ ପୁଣି ଆପଣ ସ୍ୱାମୀ ସ୍ତ୍ରୀ ହେଇକି ଆସନ୍ତି। ହେଇପାରେ ଆପଣ ପୂର୍ବ ଜନ୍ମରେ ଦୁଇ ଜଣ ବେପାରୀ ଥିଲେ, ପୁରୁଷ ଥିଲେ, ଏବେ ନାରୀ ହେଇକି ସେ ଜଣେ ଆପଣଙ୍କ ସାମ୍ନାକୁ ଆସିଛି। ଲେନଦେନ ହେବ ଆଜ୍ଞା। ଆପଣ ତାକୁ ଖୁଆଇବା ପିଇବାରେ ପଇସା ଖର୍ଚ୍ଚ କରିବେ, ସିଏ ଆପଣଙ୍କୁ ରୋଷେଇ କରିକି ଦେବାରେ ତା'ର ସମୟ ନଷ୍ଟ କରିବ, ମାନେ ନଷ୍ଟ ତ ନୁହେଁ, ସମୟ ବ୍ୟତୀତ କରିବ, ସେବା ଦେଲା ଆପଣଙ୍କୁ ସିଏ। ଏଇଥିପାଇଁ ବିବାହ କରନ୍ତି। ମାତା ପିତାଙ୍କର ବି ସେଇ ଆଜ୍ଞା। ଯିଏ ଏ ଜନ୍ମରେ ଆପଣଙ୍କର ମାତା ପିତା ହେଇଛନ୍ତି, ପୂର୍ବ କେଉଁ ଜନ୍ମରେ ଆପଣ ତାଙ୍କର ମାତା ପିତା ଥିଲେ, କିମ୍ବା ଧାର କରଜ କରିଥିଲେ। ସେଇଥିପାଇଁ ତ ଆଜ୍ଞା ପ୍ରଥମ 20 ବର୍ଷ ଗୋଟେ ଛୁଆର ମାତା ପିତା ହିଁ ବହନ କରନ୍ତି। ଛୁଆ କିଛି କରେନି, ଟଙ୍କାଟେ ବି ଦିଏନି ମାତା ପିତାଙ୍କୁ। ଏହିସବୁ କାରଣ ଆଜ୍ଞା। ଏସବୁ ଜିନିଷକୁ ବୁଝନ୍ତୁ। କଥାଟା ହେଉଛି ଏଇଆ ଯେ ଆମ ଜୀବନର ଲକ୍ଷ୍ୟ କ'ଣ। ଯଦି ଆମେ ଲକ୍ଷ୍ୟ ଜାଣିଗଲେ, ତାହେଲେ ଅସୁବିଧା ହେବ ନାହିଁ। ଆମ ଜୀବନର କେବଳ ଲକ୍ଷ୍ୟ ହେଉଛି ଭଗବାନଙ୍କୁ ପାଇବା। ଆଉ ସେ ଭଗବାନଙ୍କୁ ପାଇବା ପଥରେ ଯାହା ବି ପ୍ରତିରୋଧକ ଆସିବ, ତାକୁ ଆପଣ ଆଡ଼େଇ ଯିବେ। ରାସ୍ତାରେ ଯାଉଛନ୍ତି, ରାସ୍ତାରେ ଗୋଟେ ଗଛଟେ ପଡ଼ିଛି, ତା'ମାନେ କ'ଣ ଆପଣ ରାସ୍ତାକୁ ମାନେ ଫେରିକି ପଳେଇ ଆସିବେ କି? କେମିତି କ'ଣ କରିକି ରାସ୍ତା କାଟିକି ଯିବେ, କିମ୍ବା ସେ ଗଛଟାକୁ କାଟିକି କିମ୍ବା ଉଠେଇକି, କିମ୍ବା ପଥର କିଛି ପଡ଼ିଛି ତାକୁ ଉଠେଇକି ଯିବେ ପୁଣି ଆଉଥରେ। ଯିଏ ଜଣେ ଫେରିକି ପଳେଇ ଆସିବ, ସେ କେବେ ଫେରିକି ଆସିବ କି? ସେ ଚାହିଁବ ଯେମିତି ଲକ୍ଷ୍ୟକୁ ଯିବେ। ଯିଏ ଚାହୁଁଛି ନିଜ ଲକ୍ଷ୍ୟକୁ କସ୍ମିନ କାଳେ ପ୍ରାପ୍ତ କରିବା ପାଇଁ, ସେ କସ୍ମିନ କାଳେ ସେ ଗଛକୁ କାଟିବ, ଲୋକ ଡାକିକି ସେ ଗଛ ଉଠେଇବ, ଯାହା ବି କରିପାରେ, ରାସ୍ତା ସଫା କରିକି ସେ ଯିବ ଯାହା ହେଲେ ବି। ସେଇଭଳିଆ ଆଜ୍ଞା ଏଇ ଯେଉଁ 84 ଲକ୍ଷ ଯୋନି ଦେଖୁଛନ୍ତି, କେବଳ ମନୁଷ୍ୟ ଯୋନି ହିଁ କର୍ମ କରିବାର ଯୋଗ୍ୟ। କେବଳ ମନୁଷ୍ୟ ଯୋନି ହିଁ ଜଗନ୍ନାଥଙ୍କ ପାଖକୁ ଯିବାର ଯୋଗ୍ୟ, ଭଗବାନଙ୍କ ପାଖକୁ ଯିବାର ଯୋଗ୍ୟ। ସେ ବୈକୁଣ୍ଠ ପୁରୀକୁ, ସେ ସ୍ପିରିଚୁଆଲ ଆଧ୍ୟାତ୍ମିକ ନୀଳାଦ୍ରି ଲୋକକୁ, ସେ ସାକେତ ଧାମକୁ, ସେ ବୈକୁଣ୍ଠ ଧାମକୁ, ସେ ଆମର ଗୋଲୋକ ଧାମକୁ ଯିବାର ଯୋଗ୍ୟ। ଦେବୀ ଦେବତା ଏ କାମ କରିପାରିବେ ନାହିଁ, କାହିଁକିନା ସିଏ ତାଙ୍କର କର୍ମ ଯୋନି ନୁହେଁ, ତାଙ୍କର ସବୁ ଭୋଗ ଯୋନି, କେବଳ ଭୋଗି ପାରିବେ। ଯେତିକି କୀଟ ପତଙ୍ଗ, ପଶୁ ପକ୍ଷୀ, ଗଛ ପତ୍ର ଆପଣ ଦେଖୁଛନ୍ତି, ଲତା ଦେଖୁଛନ୍ତି, ପଥର ଦେଖୁଛନ୍ତି, ପଥର ଦେହରେ ଜୀବନ ଥାଏ ଆଜ୍ଞା। ପଥର ଦେଖୁଛନ୍ତି, କିନ୍ତୁ ସେ ସ୍ଥାଣୁ ହେଇକି ଥାଏ, କାହିଁକିନା ସେ ବହୁତ ପାପ କରିଥାଏ ନା, ତାକୁ ହଲିବା ପାଇଁ ବି ଚାନ୍ସ ଦିଆଯାଏନି। ଯଦି ସେ ହଲିବ ନା, ଅନ୍ୟର କ୍ଷତି କରିଦେବ, କାହିଁକିନା ଏତେ ପାପି ଥିଲା ନା ସିଏ। ଏହା ହେଉଛି ତା'ର କାରଣ। ତେଣୁକରି ୟାଙ୍କ ଦେହରେ ବି ଜୀବନ ଥାଏ,
ଆମେ ବି ଦିନେ ନା ଦିନେ ଗଛ ଥିଲେ, ଦିନେ ନା ଦିନେ ବୋଲି ନୁହେଁ ଆଜ୍ଞା, ଅନନ୍ତ ବାର ଆମେ ଗଛ ହେଇଛନ୍ତି। ଅନନ୍ତ ବାର ଆମେ ଯେଉଁ ମଳରେ ଥିବା ଯେଉଁ କୀଟ ସେଇଆ ବି ହେଇଛନ୍ତି। ଆପଣଙ୍କର ବିଶ୍ୱାସ ହେଉନଥିବ, ଆପଣ ସିନା ମୋତେ ବିଶ୍ୱାସ କରିବେନି, ହେଲେ ବେଦବାଣୀ, ଗୁରୁଙ୍କ ବାଣୀ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ ଶ୍ରୀକୃଷ୍ଣଙ୍କ ବାଣୀ, ଭଗବତ ଗୀତା ଆଉ ଶ୍ରୀମଦ୍ ଭାଗବତଙ୍କୁ କ'ଣ ନକାରି ପାରିବେ? ସିଏ ତ ହେଇପାରିବନି ନା ଆଜ୍ଞା। ଆପଣ ଭାବୁଥିବେ ମୁଁ ଛୋଟ ଛୁଆଟେ କ'ଣ କହିପାରିବି ଆପଣଙ୍କୁ, ବା କ'ଣ କହିପାରିବି? ଆଜ୍ଞା ମୁଁ ବର୍ତ୍ତମାନ ସିନା ଛୋଟ ଛୁଆ, କିନ୍ତୁ ପୂର୍ବ ଜନ୍ମରେ ମୁଁ କେତେ ହଇରାଣ ହେଇଛି, କେତେ ଗୁରୁ କୃପା ପାଇଁ, କେତେ ଜଗନ୍ନାଥ ପାଇଁ କାନ୍ଦିଛି। ତେଣୁକରି ତ ମୋତେ ଏ ଜନ୍ମରେ ଏସବୁ ବହୁତ ଶୀଘ୍ର ମିଳିଗଲା ଆଜ୍ଞା। ଗୁରୁଙ୍କ ଆଶୀର୍ବାଦ, ଗୁରୁଙ୍କ ଜ୍ଞାନ, ଭଗବତ ପ୍ରାପ୍ତି, ଭଗବାନଙ୍କର ଆଶୀର୍ବାଦ ଏସବୁ କେମିତି ମିଳିଲା ଆଜ୍ଞା? ତେଣୁକରି ମୁଁ ଆପଣଙ୍କୁ ସମସ୍ତ ବେଦଶାସ୍ତ୍ର ପୁରାଣର ନିଚୋଡ଼ ଆପଣଙ୍କ ସାମ୍ନାରେ ରଖୁଛି। ଦୁନିଆରେ କେହି ନାହିଁ ଆଜ୍ଞା, କେଉଁ ମାଆର ଗୋଟିଏ ପୁଅ ନାହିଁ, କେଉଁ ମାଆର ଗୋଟିଏ ଝିଅ ନାହିଁ ଯିଏ ଆପଣଙ୍କୁ ସୁଖ ଦେଇପାରିବ ବୋଲି ମାନେ ଛାତି ପିଟିକି କହିପାରିବ। ସିଏ ଆପଣଙ୍କୁ ଏଇଥିପାଇଁ, ଆପଣଙ୍କ ପାଖକୁ ଏଇଥିପାଇଁ ଆସିଛି ଯେ ଆପଣ ତାକୁ ସୁଖ ଦେବେ ବୋଲି। ଆମେ ସମସ୍ତେ ଭିକାରୀ ଆଜ୍ଞା, ଭିକ୍ଷୁକ। ଆମେ ଖୋଜି ହେଉଛନ୍ତି କେଉଁଠି ସୁଖଟା ମିଳିବ, ସିଏ ଖୋଜି ହେଉଛି କେଉଁଠି ସୁଖଟା ମିଳିବ। ଆମେ ଦୁଇ ଜଣଙ୍କ ସାମ୍ନାକୁ ଭିକାରୀ ଆଉ ଭିକାରୀ ଆସିଛନ୍ତି, କ'ଣ ଆମେ କରିପାରିବା ଆଜ୍ଞା? ଯିଏ ଧନୀ ଲୋକ ସେଇ ତ ଦେଇପାରିବ ଆପଣଙ୍କୁ। ପୁଣି ସେ ଧନୀ ଲୋକ କୃପାଳୁ ହେଇଥିବା ଦରକାର, ସିଏ ସିନା ଆମକୁ ଧନ ଦେଇପାରିବ, ଆମେ ସୁଖୀ ହେବା। ସେ ଧନୀ ଲୋକଟି କିଏ ଆଜ୍ଞା? ଜଗନ୍ନାଥ, ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭଗବାନ ଶ୍ରୀକୃଷ୍ଣ, ମହାପ୍ରଭୁ ଶ୍ରୀରାମ, ଯେକୌଣସି ବିଷ୍ଣୁ ତତ୍ତ୍ୱ କୁହନ୍ତୁ ଆଜ୍ଞା। ଇଏ ହେଉଛି ଜୀବନର ଲକ୍ଷ୍ୟ ଆମର। ସିଏ ଭାବୁଥିଲା ତା ଜୀବନର ଲକ୍ଷ୍ୟ ହେଉଛି ସୁଖ ପ୍ରାପ୍ତି ହେବା, ଠିକ୍ ଭାବିଛି, କିନ୍ତୁ ସେ ଭୁଲ ଜାଗାରେ ଆପଣଙ୍କ ସାଙ୍ଗ ଦେଖୁଛି ଯେ ବିବାହ କରିଦେଲେ ମୁଁ ସୁଖୀ ହେଇଯିବି। ମୋ ଗୁରୁ ମହାରାଜ କହନ୍ତି କୁମ୍ଭୀରର ବଳ ହେଉଛି ପାଣିରେ, ଆଉ ହାତୀର ବଳ ହେଉଛି ସ୍ଥଳଭାଗରେ। ଯେତେବେଳେ ଦୁଇ ଜଣ ସାରା ଲଢ଼ିବା ପାଇଁ ଆସିବେ, କେଉଁ ଜାଗାରେ ଲଢ଼ୁଛନ୍ତି ସେଇଟା ମହତ୍ତ୍ୱପୂର୍ଣ୍ଣ, ଭାରି ମହତ୍ତ୍ୱପୂର୍ଣ୍ଣ ଆଜ୍ଞା। ହଁ, ଯଦି କୁମ୍ଭୀର ଯାଉଛି ସ୍ଥଳଭାଗକୁ ହାତୀ ସହିତ ଲଢ଼ିବା ପାଇଁ, ତାହେଲେ କୁମ୍ଭୀରର ହାରିବାଟା ଥୟ। କାହିଁକିନା ସିଏ ସ୍ଥଳଭାଗକୁ ଆସିଛି, ତା ନିଜ ଜାଗାରେ ନାହିଁ, ସିଏ ତା ନିଜ ଇଲାକାରେ ନାହିଁ, ଏରିଆରେ ନାହିଁ। ସେମିତି ହାତୀ କେତେ ବି ବଳବାନ ହଉ, ଯଦି ସେ ପାଣିକି ଯାଉଛି ତାହେଲେ ଯେଉଁଟା କହନ୍ତି ଆମର କୁମ୍ଭୀର ପାଣିରେ ଜିତିଯିବ, ଆଉ ମାନେ ହାତୀ ହାରିବାଟା ଥୟ, କାହିଁକିନା ସେ ପାଣି ଭିତରେ ଅଛି। ସେଇଭଳିଆ ଆଜ୍ଞା ଗୋଟେ ଜୀବାତ୍ମାର ଶକ୍ତି ହେଉଛି ବ୍ରହ୍ମଚର୍ଯ୍ୟ। ବ୍ରହ୍ମଚର୍ଯ୍ୟ। ଯଦି ଆପଣ ବିବାହିତ ନୁହନ୍ତି ତାହେଲେ ଆପଣ ବହୁତ କିଛି କରିପାରିବେ କୃଷ୍ଣ ପାଇଁ। ଆପଣଙ୍କ ଦାୟିତ୍ୱ ଗୋଟେ ଜାଗାରେ ଫୋକସ୍ ହେଇଯିବ ଆଜ୍ଞା, କେବଳ କୃଷ୍ଣ 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 ପାଇଁ, କେବଳ ଜଗନ୍ନାଥ 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 ପାଇଁ ଆପଣଙ୍କୁ ସହଜ ହୋଇଯିବ। ଭୌତିକ ଜଗତରେ ଆପଣ ଦେଖନ୍ତୁ ଯେତିକି ଅବିବାହିତ ଅଛନ୍ତି, ଆମର ନବୀନ ବାବୁଙ୍କୁ ଦେଖି ନିଅନ୍ତୁ, ଅଟଳ ବିହାରୀ ବାଜପେୟୀକୁ ଦେଖିଦିଅନ୍ତୁ, ମୋଦି ସାହେବକୁ ଦେଖିଦିଅନ୍ତୁ। ମୋଦି ସାହେବ ଅବଶ୍ୟ ବିବାହ କରିଥିଲେ କିନ୍ତୁ ପଳାଇଲେ। ଯେତିକି ଅବିବାହିତ ଦେଖୁଛନ୍ତି ଆଜ୍ଞା, ଭୌତିକ ଜଗତରେ ବି ସେମାନେ ସକ୍ସେସଫୁଲ୍। ଯିଏ ବିବାହ କରିଛି ସିଏ ସକ୍ସେସଫୁଲ୍ ହେଇପାରେ ନ ହେଇପାରେ ଗ୍ୟାରେଣ୍ଟି ନାହିଁ, କିନ୍ତୁ ଯିଏ ଭୌତିକ ଜଗତରେ ଅବିବାହିତ ଅଛି ତାର ସକ୍ସେସଫୁଲ୍ ହେବାର ଚାନ୍ସଟା ବହୁତ ବଢ଼ିଯାଏ ଆଜ୍ଞା, ବହୁତ ଅଧିକା ବଢ଼ିଯାଏ। ଆମର ଲକ୍ଷ୍ୟ ବିବାହ କରିବା ନୁହେଁ, ଆମର ଲକ୍ଷ୍ୟ କେବଳ ସେ ନାରୀର ଶରୀର ନୁହେଁ, କିମ୍ବା ନାରୀର ଲକ୍ଷ୍ୟ କେବଳ ସେ ପୁରୁଷର ଶରୀର ନୁହେଁ। ଇଏ ତ ଜୀବନର ମାର୍ଗ। ଯଦି ୟାକୁ ନ ପାଇକି ଆପଣ ଜୀବନ ଲକ୍ଷ୍ୟ ପାଇପାରନ୍ତି, ଜୀବନର ଲକ୍ଷ୍ୟକୁ ଆଚିଭ୍ କରିପାରନ୍ତି, ତାହେଲେ ବଡ଼ କଥା କେବେ କ'ଣ ହେବ ଆଜ୍ଞା? ଏଇ ତ ଜୀବନର ଲକ୍ଷ୍ୟ। ମୁଁ ଏଇଟା ଆପଣଙ୍କୁ ବୁଝାଇବା ପାଇଁ ଚାହୁଁଛି ଆଜ୍ଞା। ତେଣୁ ଯଦି ଆପଣ ପାରିବେ ଦାୟିତ୍ୱ ନେଇକି, ଆପଣ ଯଦି ଜଣେ ଦେଖନ୍ତୁ ଆଜ୍ଞା ଯଦି ବିବାହ କରିକି ଚଳିପାରୁଛି ତାହେଲେ ତାକୁ ଆମେ କ'ଣ କହିପାରିବା ଆଜ୍ଞା? କିନ୍ତୁ ସେଥିରେ ତା'ର ପ୍ରୋସେସ୍ଟା ଡାଉନ୍ ହେଇଯିବ। ଭଗବାନଙ୍କୁ ପାଇବାର ପ୍ରୋସେସ୍ ଆଉ ଭୌତିକ ଜଗତରେ ବି କୌଣସି ଜିନିଷ ପାଇବାର ପ୍ରୋସେସ୍ଟା ଡାଉନ୍ ହେଇଯିବ। କିନ୍ତୁ ଯଦି ସେ ଏକଲା ଥିବ ବହୁତ କିଛି କରିପାରିବ ଆଜ୍ଞା। ଯେମିତି ରିଲେ ରେସ୍ କହନ୍ତି ଆଜ୍ଞା, ରିଲେ ରେସ୍ରେ କେବଳ ଆପଣଙ୍କର ଦୌଡ଼ିବାଟା ମୂଲ୍ୟ ରଖେ ନାହିଁ, ଆପଣଙ୍କର ସାଥୀ, ଆପଣଙ୍କର ପାର୍ଟନର୍ର ଦୌଡ଼ିବାଟା ବି ମୂଲ୍ୟ ରଖେ। ସିଏ କେତେ ସ୍ପିଡ଼ରେ ଦୌଡ଼ୁଛି ଆପଣଙ୍କୁ ପାସ୍ ଦେଉଛି, ତାପରେ ଆପଣ ଦୌଡ଼ିବେ। ସେଇଭଳି ଆଜ୍ଞା ଜୀବନରେ ଯଦି ଆପଣ ବିବାହ କରି ପକାଇଲେ, ଆପଣଙ୍କର ଜୀବନସାଥୀ ଆପଣଙ୍କୁ କେତେ ସପୋର୍ଟ କରୁଛି ସ୍ପିରିଚୁଆଲ୍ ଲାଇଫ୍ରେ, ସେଇଟା ମହତ୍ତ୍ୱପୂର୍ଣ୍ଣ। ଯଦି ସେ କରୁନାହିଁ ତାହେଲେ ଆପଣ ଫସିଯିବେ ଆଜ୍ଞା, ଜୀବନର ଲକ୍ଷ୍ୟରୁ ଆପଣ ହଟିଯିବେ। ପ୍ରଥମେ ତ ଆଜ୍ଞା ମଣିଷ ଜୀବନ ମିଳିଯାଉ ସେଇଟା ବହୁତ ମାନେ ଦୁର୍ଲଭ, ଦେବ ଦୁର୍ଲଭ ଶରୀର ଏହାକୁ କୁହାଯାଏ। ତାପରେ ପୁଣି ସନାତନୀ ହେଇକି ମିଳିଯିବ। ତାପରେ ଏ ଭାରତ ବର୍ଷରେ, ତାପରେ ଏ ଓଡ଼ିଶା ଭୂଖଣ୍ଡରେ 4.5 କୋଟି ଓଡ଼ିଆ ଭିତରେ ମିଳିଯିବା। ଆପଣ କେତେ ବଡ଼ କ୍ୱାଲିଫିକେସନ୍ ଆପଣଙ୍କ ପାଖରେ ଅଛି ଆଜ୍ଞା। ବାରମ୍ବାର ଭଗବାନ ଜଗନ୍ନାଥ 4.5 କୋଟି ଓଡ଼ିଆ ଭିତରେ କେତେ ଥର ଜନ୍ମ ଦେବେ ଆମକୁ? ହେଇପାରିବନି ଆଜ୍ଞା। ଇଏ ବହୁତ ବଡ଼ କ୍ୱାଲିଫିକେସନ୍, ବହୁତ ବଡ଼ ସ୍ପିରିଚୁଆଲ୍ କ୍ୱାଲିଫିକେସନ୍ ଆଜ୍ଞା ଇଏ।
କିନ୍ତୁ ୟାକୁ ଯଦି ନ ବୁଝିକି ଆପଣ ଆମିଷ ଖାଇବାରେ, ପିଆଜ ରସୁଣ ଖାଇବାରେ ଜୀବନକୁ ମୌଜ ମସ୍ତିରେ ଉଡ଼େଇ ଦେବେ। ମୌଜ ମସ୍ତି କେଉଁମାନେ କରନ୍ତି ଆଜ୍ଞା? ଦେବୀ ଦେବତା କରନ୍ତି। ମୌଜ ମସ୍ତି କେଉଁମାନେ କରନ୍ତି ଆଜ୍ଞା? ପଶୁପକ୍ଷୀ କରନ୍ତି। ତାଙ୍କର କାମ। ଆମର କେବଳ ଏ ଜନ୍ମରେ ଗୋଟିଏ କାମ, ସିଏ ହେଉଛି ଭଗବାନଙ୍କ ପାଖକୁ ଯିବା, ଘରକୁ ପଳେଇବା। ଘରକୁ ପଳେଇବା କେମିତି? ବାରମ୍ବାର ମିଳିବନି। ଏ କଳିଯୁଗ ତ ସେମିତି ବି ଏବେ ଆରମ୍ଭ ହେଇଛି। କେତେ କେତେ ଦୁଃଖ ସବୁ, କୋରୋନା ଆଇଲାଣି, ମହାମାରୀ ଆଇଲାଣି, ମହାବାତ୍ୟା କେତେ କ'ଣ ଆସୁଛି ଆଜ୍ଞା। ଆହୁରି କେତେ ଲକ୍ଷ ବର୍ଷ ଅଛି। ସେତେବେଳକୁ କଳିଯୁଗର ଅବସ୍ଥା କ'ଣ ହେବ ଆପଣ ଜାଣିପାରୁଛନ୍ତି? ଆମ ଘରକୁ ଯିବାର ଅସୁବିଧା କ'ଣ ଆଜ୍ଞା? କିନ୍ତୁ ଲୋକଙ୍କର ଅହଙ୍କାର, ଗର୍ବ, ଆମେ ଏଇଠି ଠିଆ ହେବୁ। ଇଏ ମୂର୍ଖାମି ଆଜ୍ଞା। ବଳ ଅଛି, ଠିକ୍ ଅଛି, କିନ୍ତୁ ଆପଣ ସୁନାମି ସାମ୍ନାରେ ଠିଆ ହେବେ, କହିବେ ମୁଁ ସୁନାମିକୁ ସାମ୍ନା କରିବି। ୟାଠାରୁ ବଡ଼ ମୂର୍ଖ ଆଉ କିଏ ଅଛି ଆଜ୍ଞା? ଲୋକ କହୁଛନ୍ତି ମୁଁ ମାୟାକୁ ସାମ୍ନା କରିବି, ବିବାହ କରିବି, ଛୁଆ ଜନ୍ମ କରିବି, କିନ୍ତୁ ମୋତେ ମାୟା ଛୁଇଁ ପାରିବନି। ସେମିତି କରନ୍ତୁନି ଆଜ୍ଞା। ଭଗବାନ କହୁଛନ୍ତି ମମ ମାୟା ଦୂରତ୍ୟତେ, ଏ ମାୟା ହେଉଛି ମୋର। ମାୟା କିଏ ଜାଣନ୍ତି ଆଜ୍ଞା? କ୍ଲିଅର କହିଦେଉଛି, ମହାମାୟା ମା ସୁଭଦ୍ରା, ଇଏ ହେଉଛନ୍ତି ମାୟାର ମାୟା, ନିଜେ ମାୟା। ମା ଦୁର୍ଗା, ତାଙ୍କରି ହିଁ ଶକ୍ତି, ଇଏ ନିଜେ ମାୟା। ଏ ସଂସାର ରୂପୀ ଦୁର୍ଗକୁ ସିଏ ଚଳଉଛନ୍ତି। ଆମେ ମାୟାକୁ କେବେ ଜିତି ପାରିବାନି ଆଜ୍ଞା, କେବେ ଜିତି ପାରିବାନି। ତେଣୁକରି ମାୟା ସହିତ ଖେଳନ୍ତୁନି। ଯଦି ଆପଣ ଜାଣିଛନ୍ତି ବ୍ରହ୍ମଚର୍ଯ୍ୟ ଦ୍ୱାରା ଆପଣ ଜୀବନକୁ ଆଗକୁ ବଢ଼ିପାରିବେ, ତାହେଲେ କେବେ ବିବାହ କରନ୍ତୁନି। ମାୟାରେ ଫସିଯିବେ ଆଜ୍ଞା, ରାସ୍ତା ପାଇବେନି ଆପଣ। ପ୍ରହ୍ଲାଦ ମହାରାଜ ନିଜେ କହୁଛନ୍ତି, ବିବାହ ହେଉଛି ଗୋଟିଏ ଅନ୍ଧକୂପ, ଅନ୍ଧାର କୂଅ, ଯେଉଁ କୂଅରେ ପାଣି ନଥାଏ। ଥରେ ଥଳକୁ ପଶିଲା ମାନେ ଆଉ ବାହାରକୁ ବାହାରିବା ରାସ୍ତା ପାଇବୁନି ତୁ, କାହିଁକିନା ଅନ୍ଧାର ଦେଖାହେଉଛି। ସାହାଯ୍ୟ କରିବା ପାଇଁ କିଏ ଦୌଡ଼ି ଧରିକି ଠିଆ ହେଇନଥିବେ। ଭାରି ମୁସ୍କିଲ ହେଇଯିବ ଆଜ୍ଞା। ଯଦି ଆପଣଙ୍କ ସାଙ୍ଗ ଜାଣିନେ, ତାକୁ ଜବରଦସ୍ତି କରନ୍ତୁ ନାହିଁ, ବୁଝାନ୍ତୁ କେବଳ। କିନ୍ତୁ ଯଦି ତାର ପାରୁନାହିଁ ସିଏ, ଆଉ କ'ଣ କରିପାରିବେ ଆଜ୍ଞା? ଜଣେ ପାରୁନାହିଁ, ତାହେଲେ ତାକୁ ସେ ବିବାହ କରିକି ଜୀବନରେ ରହୁ। ଭଗବାନ ବି ଗୀତାରେ ସେଇ କଥା କହିଛନ୍ତି, ନିଜର ପ୍ରକୃତି ହିସାବରେ ଜୀବନ ବଞ୍ଚ। ଯଦି ତୋର ପାରୁନୁ ତୁ ବ୍ରହ୍ମଚାରୀ ହେବାର, ଯେତିକି ହେଉଛି ସେତିକି କର, ନେକ୍ସଟ ଜନ୍ମରେ ପୁଣି କରିବ ଆଉଥରେ। କିନ୍ତୁ ଯିଏ ଆଜ୍ଞା ବହୁତ ପାମ୍ପଡ଼ ବେଲିଛି, ମୋରି ଭଳି କିମ୍ବା ଅନ୍ୟମାନଙ୍କ ଭଳି, ସେ ବ୍ରହ୍ମଚାରୀ ରହି ଜାଣିଛି, ସେ ବ୍ରହ୍ମଚର୍ଯ୍ୟ ରହୁ। ତା ପାଇଁ ଦରକାର, ଶୀଘ୍ର ହେଇଯିବ ତା ପାଇଁ। ତ ଦ୍ୱାରା କ'ଣ ହେବ ନା, ସେ ଭଗବାନଙ୍କୁ ବି ଶୀଘ୍ର ପ୍ରାପ୍ତ କରିଦେବ, ଅନ୍ୟମାନଙ୍କୁ ଶୀଘ୍ର ଉଦ୍ଧାର କରିପାରିବ। ମହାପ୍ରଭୁ ଶ୍ରୀ ଜଗନ୍ନାଥ, ମହାପ୍ରଭୁ ଶ୍ରୀ ନୃସିଂହନାଥ କହୁଛନ୍ତି ପ୍ରହ୍ଲାଦକୁ, ଏ ପ୍ରହ୍ଲାଦ, ତୁ ମୋର ଭକ୍ତ ହେଇଗଲୁନି ଯେ ତୋର 15 ପିଢ଼ିକୁ ମୁଁ ବୈକୁଣ୍ଠ ନେଇଯିବି। ସେମାନେ ତରିଗଲେ। ଯଦି ମୋ ପାଇଁ ମୋର ପରିବାର ପୁରା ବର୍ତ୍ତି ଯାଉଛି, ସେ 15 ପିଢ଼ି ବୈକୁଣ୍ଠ ପଳାଉଛି, ତାହେଲେ ମୁଁ ନିଜକୁ ଭଗବାନଙ୍କ ପାଖରେ ଉତ୍ସର୍ଗୀକୃତ କରିବାରେ, ସମର୍ପି ଦେବାରେ ଅସୁବିଧା କେଉଁଠି ରହିଲା ଆଜ୍ଞା? ଅସୁବିଧା କେଉଁଠି ରହିଲା? ସେଇ କଥାଟି ମୁଁ ଆପଣଙ୍କୁ କହୁଛି। ଯଦି ଆପଣ ପାରିବେ, ଆପଣ କାହିଁକି ଫେଲ୍ ହେବା ପାଇଁ ଚାହୁଁଛନ୍ତି? ଜାଣି ଶୁଣିକି ଏତେ ପରିଶ୍ରମ କଲେ ଆପଣ ଫେଲ୍ ହେବା ପାଇଁ? ଆଉ ଟିକେ ଭିତରକୁ ଆଉଛି ଆଜ୍ଞା। ଆପଣ ସମସ୍ତେ ମା ମାନେ, ମାତୃସ୍ଥାନୀୟ, ଭଗ୍ନୀସ୍ଥାନୀୟ, ମା ଓ ମାଉସୀ, ପ୍ରଭୁଜୀ ମାନେ ଅଛନ୍ତି, ମଉସା ମାନେ ଥିବେ। ମୁଁ ଛୋଟ ଛୁଆ, କିନ୍ତୁ ଛୋଟ ମୋର ବି ବଡ଼ କଥା କହୁଛି, ସିମ୍ପଲ୍ କଥା ଆଜ୍ଞା। ଆପଣ ବି ହଁ କହିବେ, ମୋ ସୁରରେ ସୁର ମିଳେଇବେ। ମାତ୍ର 4 ସେକେଣ୍ଡ ଆଜ୍ଞା। 1 2 3 4, 4 ସେକେଣ୍ଡର ସୁଖ ଆଜ୍ଞା। ସୁଖ ବି ନୁହଁ, ମଜା। ସରିଗଲା ଆଜ୍ଞା। ଏ 4 ସେକେଣ୍ଡର ସୁଖ ପାଇଁ, ଯେଉଁଟା କୁହନ୍ତି ଯୌନ କ୍ରିୟା ଆଜ୍ଞା, ସିମ୍ପଲ୍ କଥା। ସମସ୍ତେ ପ୍ରାପ୍ତବୟସ୍କ ଦେଖୁଥିବେ, ଛୁଆ ତ କେହି ଦେଖିବେନି ୟାକୁ। ତେଣୁକରି ଏଇ 4 ସେକେଣ୍ଡର ସୁଖ ପାଇଁ ଆପଣ ନେକ୍ସଟ 40 ବର୍ଷ କେତେ ଯେ କଷ୍ଟ ଭୋଗିବେ, କେତେ ଦାୟିତ୍ୱ ନେବେ। କାହିଁକିନା ଯେଉଁ ଛୁଆଟି ଜନ୍ମ ହେବ, ତାକୁ 20 ବର୍ଷ ପର୍ଯ୍ୟନ୍ତ ଆପଣ ଦାୟିତ୍ୱ ନେବେ। ପୁଣି ଯେ ଆପଣଙ୍କର ବଳିଲା ଯେଉଁ ସମୟ, ସେଥିରେ ଆପଣ କେତେ କଷ୍ଟ ଯିବ। କାହିଁକିନା ନାତି ନାତୁଣୀକୁ ଦେଖିବା ପାଇଁ ଆପଣ ଇଚ୍ଛା ଥିବ। ସେ ଛୁଆ, ଯେଉଁ ଛୁଆକୁ ଆପଣ ଜନ୍ମ ଦେଲେ, ଆପଣଙ୍କର ପୁତ୍ର ଝିଅ ହେଉ, ତାଙ୍କର ଦାୟିତ୍ୱ ନେବେ ଆପଣ। ସିଏ ପୁଣି ଆପଣଙ୍କୁ ପାଳିବେ, ନ ପୋଷିବେ, କ'ଣ ହେବ କ'ଣ ନାହିଁ, ସେ ଭିତରେ ଆପଣ ଫସିଯିବେ ଆଜ୍ଞା। 4 ସେକେଣ୍ଡ ସୁଖ ପାଇଁ ପୁରା 40 ବର୍ଷ ଆପଣଙ୍କର ସେମିତି ବର୍ବାଦ ଗଲା। ଯଦି ଆପଣ ଜଗନ୍ନାଥଙ୍କୁ ଚାହିଁଥାନ୍ତେ, କେବଳ ଜଗନ୍ନାଥଙ୍କୁ, ମୁଁ କାହିଁକି କେବଳ ଜଗନ୍ନାଥ କହୁଛି ଆଜ୍ଞା? କାହିଁକିନା ଜଗନ୍ନାଥ କହୁଛନ୍ତି କେବଳ ମୋର, କେବଳ ମୋତେ ଚାହାଁ। ଗୀତାର 700 ଶ୍ଲୋକ ଭଗବାନ କହିଛନ୍ତି, କିନ୍ତୁ କେବଳ ଗୋଟିଏ ଶ୍ଲୋକ ପାଇଁ ସେ 700 ଶ୍ଲୋକ କହିଥିଲେ ଭଗବାନ। ସେ ଗୋଟିଏ ଶ୍ଲୋକଟି ହେଉଛି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ। ଗୀତା 18:66, 18 ନମ୍ବର ଅଧ୍ୟାୟର 66 ନମ୍ବର ଶ୍ଲୋକ ଯାଇକି ଦେଖନ୍ତୁ। ଅର୍ଜୁନ, କେବଳ ମୋ ପାଖକୁ ଆସେ, ସବୁ କିଛି ଭୁଲିଯା। ମୁଁ ସ୍ୱାମୀ, ମୁଁ ସ୍ତ୍ରୀ, ମୁଁ ଶରୀର, ମୁଁ ରାଜା, ମୁଁ ରାଣୀ, ମୁଁ ପୁରୁଷ, ମୁଁ ନାରୀ, ମୁଁ ଅଭିନେତା, ମୁଁ ନେତା, ମୁଁ ଇଞ୍ଜିନିୟର, ମୁଁ ଡକ୍ଟର, ସବୁ ଭୁଲିଯା। କେବଳ ମୋ ଶରଣକୁ ଆସ। କୌଣସି ଦେବୀ ଦେବତା ପାଖରେ ମଧ୍ୟ ଶକ୍ତି ନାହିଁ, କାହାରି ପାଖରେ ଶକ୍ତି ନାହିଁ ତୋତେ ପାପରୁ ମୁକ୍ତ କରିପାରିବ। ମୁଁ କେବଳ ତୋତେ ପାପରୁ ମୁକ୍ତ କରିପାରିବି।
ଆଉ ମୋ ଜାଗାକୁ ନେଇଯିବି। ଭଗବାନ କହୁଛନ୍ତି ଯତ୍ ଗତ୍ୱା ନ ନିବର୍ତ୍ତନ୍ତେ ତଦ୍ଧାମଂ ପରମଂ ମମ। ସେ ଜାଗାରେ ଦୁଃଖ ନାହିଁ, ସେ କୁଣ୍ଠା ନାହିଁ ସେଠି। ସିଏ ହେଉଛି ବୈକୁଣ୍ଠ ଜଗତ, ସିଏ ହେଉଛି ମୋର ଜାଗା। ଗୀତାରେ ଭଗବାନ କ୍ଲିଅରଲି କହିଛନ୍ତି। ଆଉ ବୈକୁଣ୍ଠପୁର ତ ଯଦି ଜାଣିବା ପାଇଁ ଚାହୁଁଛନ୍ତି କଥାବାର୍ତ୍ତା ବିଷୟରେ, ସିଏ ବ୍ରହ୍ମ ବୈବର୍ତ୍ତ ପୁରାଣ ତା ଭିତରେ ପୁରା ଆମର ଘର ଯେଉଁଟା କହନ୍ତି ବୈକୁଣ୍ଠପୁର ସେଠି ଅଛି। ସେଠି ଦୁଃଖ ବୋଲି କିଛି ନାହିଁ ଆଜ୍ଞା, ଦୁଃଖ ବୋଲି କିଛି ନାହିଁ। ଆପଣଙ୍କୁ ନୂଆ ନୂଆ ଲାଗୁଥିବ ନିଶ୍ଚିତ ଭାବରେ, କିନ୍ତୁ ଧୀରେ ଧୀରେ ଆଜି ନହେଲେ ବି ଆଜ୍ଞା ନେକ୍ସଟ ବର୍ଷରେ, ନେକ୍ସଟ ଜନ୍ମରେ, ନହେଲେ 3 ନମ୍ବର ଜନ୍ମରେ, ନହେଲେ 50 ନମ୍ବର ଜନ୍ମରେ, ନହେଲେ 100 ନମ୍ବର ଜନ୍ମରେ, ନହେଲେ 1000 ନମ୍ବର ଜନ୍ମରେ, ନହେଲେ ଅନନ୍ତ ନମ୍ବର ଜନ୍ମରେ ଆପଣ ମୋ ଅବସ୍ଥାକୁ ଆସିବେ ହିଁ ଆସିବେ ଆଜ୍ଞା। କାହିଁକିନା ମାୟା ଏମିତି ବାରମ୍ବାର ଆପଣଙ୍କୁ ଚଟକଣା ମାରିବ, ଗୋଇଠା ମାରିବ। ମାୟା କ'ଣ କରେ ଆଜ୍ଞା? ମାୟା ଦେବୀ କହିବ ବିବାହ କରିଦେ ସୁଖ ମିଳିବ। ଯେତେବେଳେ ବିବାହ କରିଦେବେ, ଫସିଗଲି ୟାର ସୁଖ ନାହିଁ। ଛୁଆ ଜନ୍ମ କରିଦେ ସୁଖ ମିଳିବ, ଫସିଗଲି ୟାର ସୁଖ ନାହିଁ। ଏଇ ଚାକିରିଟା କରିଦେବି ସୁଖ ମିଳିବ, କିମ୍ବା ଅଭିନେତା ହେଇଯିବି, ଆକ୍ଟର ହେଇଯିବି ସୁଖ ମିଳିଯିବ, ସୁଖ ନାହିଁ। ଆଉ କେଉଁଠି ସୁଖଟା ମିଳିବ? ଆଜିକି ତ ମାନେ ବୁଢ଼ା ହେଇଗଲି, ଆସିକି 60, 65, 70, 80 ବର୍ଷ ହେଇଗଲା ମୋତେ, କିନ୍ତୁ ସୁଖଟା ମିଳୁନାହିଁ। ସବୁ ମିଳିଲା, ମନଟା ଖାଲି ଗୋଳେଇ ଘାଣ୍ଟି ହେଉଛି, କେହି ସାଙ୍ଗରେ ନାହାନ୍ତି। ମାୟା। ଯିଏ ଜିନିଷ ବୁଝିଗଲା ନା ଆଜ୍ଞା, ତାଠାରୁ ଚାଲାକ ଆଉ କିଏ ହେବ? କିଏ ହେବ ଚାଲାକ ଆଉ? ଭଗବାନ କହୁଛନ୍ତି ରେ ଅର୍ଜୁନ, ଦୁଃଖାଲୟମ୍ ଅଶାଶ୍ୱତମ୍ ଅଚିତ୍ୟମ୍ ଅନିତ୍ୟମ୍ ଲୋକମ୍। ଅର୍ଜୁନର ଆଖି ଟେରା। ଦୁଃଖାଲୟମ୍? ଭଗବାନ କହୁଛନ୍ତି ୟେସ୍, ଏ ସଂସାରକୁ ମୁଁ ଦୁଃଖାଳୟ ବୋଲି କହିଛି ଆଜ୍ଞା। ଏ ଦୁଃଖାଳୟରେ ଏଠି କେବଳ ଦୁଃଖ ଅଛି, ସୁଖ ନାହିଁ। ଏଠି ସୁଖ ମିଳିବ ନାହିଁ, କାହିଁକିନା ଏଠି ସବୁ ଟେମ୍ପରାରୀ, ସବୁ ଟେମ୍ପରାରୀ। ଆଉ ସେ ଟେମ୍ପରାରୀ ଜିନିଷରେ ଆମେ ଆସକ୍ତି ଲଗାଇଛନ୍ତି। ତେଣୁକରି ଆଜି ନହେଲେ କାଲି ସେ ଟେମ୍ପରାରୀ ଜିନିଷ ଭାଙ୍ଗିବ ତ ନିଶ୍ଚୟ, ଆମକୁ ଦୁଃଖଟି ହେବ। ଆମେ ରହିବାନି, ନହେଲେ ସେ ଜିନିଷ ରହିବନି। ତେଣୁକରି ଏ ଜିନିଷ ବୁଝନ୍ତୁ। ଯଦି ଆପଣ ପାସ୍ କରିପାରିବେ, ମୋ ଗୁରୁ ମହାରାଜ ମୋତେ କହନ୍ତି ଖୁସି ହେଇକି, ତୁ ଯଦି ଗୋଲ୍ଡ ମେଡାଲିଷ୍ଟ ହେଇକି ପାସ୍ କରିକି ପଳେଇ ପାରିଲୁ, ଗ୍ରାଜୁଏସନ୍ ପାସ୍ କଲୁ, PhD ପାଇଗଲୁ, ପୁଣି ପ୍ରଥମ ଶ୍ରେଣୀରେ ଯିବାର ତୋର ଟାର୍ଗେଟ୍ ଆଉ କ'ଣ? ଯିବାର କିଛି ମୂଲ୍ୟ ନାହିଁ। ସେଇଭଳି ଆଜ୍ଞା, ଯଦି ଆପଣ 3ଟା 4ଟା ଥାଏ ଦେଖନ୍ତୁ। ପ୍ରଥମ ହେଉଛି ବ୍ରହ୍ମଚର୍ଯ୍ୟ। 4 ପ୍ରକାର ଆମର ଜୀବନଚର୍ଯ୍ୟା ଅଛି, ଯେଉଁଟା କହନ୍ତି ବର୍ଣ୍ଣାଶ୍ରମ ଧର୍ମ। ପ୍ରଥମ ହେଉଛି କ'ଣ ନା ବ୍ରହ୍ମଚର୍ଯ୍ୟ, ସେକେଣ୍ଡ ହେଉଛି ଗୃହସ୍ଥ, ତାପରେ ବାଣପ୍ରସ୍ଥ, ତାପରେ ସନ୍ନ୍ୟାସ। କିନ୍ତୁ ଶାସ୍ତ୍ର ବେଦ ପୁରାଣ କହୁଛନ୍ତି ଯେଉଁ ଗୃହସ୍ଥଟା ଏଇଥିପାଇଁ ହେଇଛି, ଯେଉଁମାନେ ବ୍ରହ୍ମଚାରୀ ରହିପାରିବେ ନାହିଁ ସେମାନେ ଗୃହସ୍ଥରେ ରହିକି ଭଗବାନଙ୍କର ଭକ୍ତି କରନ୍ତୁ। କିନ୍ତୁ ଯିଏ ପାରୁଛି ସିଏ ଏଇ ମାନେ ଯେଉଁ ଗୃହସ୍ଥକୁ ତ୍ୟାଗ କରିଦେବା ଦରକାର, ଆଉ ସିଧା ବାଣପ୍ରସ୍ଥକୁ ପହଞ୍ଚିଯିବା ଦରକାର। ତେଣୁକରି ବ୍ରହ୍ମଚର୍ଯ୍ୟ, ଗୋଟେ ବ୍ରହ୍ମଚାରୀ ପାଇଁ ବ୍ରହ୍ମଚର୍ଯ୍ୟ, ତାପରେ ବାଣପ୍ରସ୍ଥ। ସନ୍ନ୍ୟାସ ନେଲେ ନାହିଁ କିଛି ଅସୁବିଧା ନାହିଁ, କଳିଯୁଗରେ ସନ୍ନ୍ୟାସ ଦରକାର ହୁଏନି। ବାଣପ୍ରସ୍ଥ ପର୍ଯ୍ୟନ୍ତ ଚାଲନ୍ତୁ, ଗୃହସ୍ଥକୁ ସ୍କିପ୍ କରିଦିଅନ୍ତୁ। ଗୃହସ୍ଥର କିଛି ଆବଶ୍ୟକତା ନାହିଁ। ଗୃହସ୍ଥ କେବଳ ସେଇମାନଙ୍କ ପାଇଁ ଯେଉଁମାନେ ଚଳିପାରିବେ ନାହିଁ। ଏଇଟା ହେଉଛି କଥା, ଭିତରିଆ କଥା ଆପଣ ଜାଣିପାରୁଥିବେ। ଯଦି ଏହାର ଶରୀର ନିଡ଼୍ କରୁଛି, ଖାଇବା ପିଇବା ଯେଉଁଭଳିଆ ଥାଏ ଆଜ୍ଞା, ଭଗବାନ କହୁଛନ୍ତି ଗୀତାରେ ଆହାର ନିଦ୍ରା ଭୟ ମୈଥୁନ ଅନନ୍ୟତ ପଶୁ ବି ନରାଣାମ। ଖାଇବା ପିଇବା, ଶୋଇବା, ଛୁଆ ଜନ୍ମ କରିବା, ଆଉ ଘର ବନେଇବା। ଖାଇବା ତ କେହି ଛାଡ଼ିପାରିବେନି, ଆମେ ବି ଛାଡ଼ିପାରିବାନି। ଶୋଇବା ଛାଡ଼ିପାରିବାନି। କିନ୍ତୁ ଯେତିକି ସାଧକ ଅଛନ୍ତି ସେମାନେ ଖାଇବା ପିଇବା ଛାଡ଼ି ଦିଅନ୍ତି, ଯେଉଁମାନେ ହିମାଳୟରେ ଅଛନ୍ତି। କିନ୍ତୁ ଘରରେ ଆମେ ରହୁଛେ, ଯେଉଁମାନେ ସନ୍ନ୍ୟାସୀ ମାନେ ଘରେ ରହନ୍ତିନି, ଆମେ ଘରେ ରହୁଛେ। କିନ୍ତୁ ବଡ଼ କଥା ହେଉଛି ଯେ ଯେଉଁଟା ମୈଥୁନ, ଆହାର ନିଦ୍ରା ଭୟ ମୈଥୁନ, ମୈଥୁନକୁ ମୁଁ ଛାଡ଼ିପାରିଛି ଗୁରୁ କୃପା ଯୋଗୁଁ, ଭଗବତ କୃପା ଯୋଗୁଁ, ସେଇଟା ବଡ଼ ଜିନିଷ। ଛାଡ଼ିପାରିଲି, ଆଉ 3ଟା ଛାଡ଼ିପାରୁନାହିଁ। ଏ ଜନ୍ମ ନହେଲେ ନେକ୍ସଟ ଜନ୍ମ ଛାଡ଼ିଦେବି, କାରଣ ନ ଛାଡ଼ିଲେ ବି କିଛି ଅସୁବିଧା ନାହିଁ। ମୋତେ ଭଗବାନ ମିଳିଯିବା ଦରକାର। ଫାଇନାଲି ମିଳିଗଲେ ସରିଲା କଥା। ତେଣୁ ଯେତେ ପାରିବେ ସେତେ କମ୍ କରିବେ। ଆପଣ ଯେମିତିକି ଯୋଗୀର ଥାଳ ଆଜ୍ଞା, ଯୋଗୀ ଯେତେ ତାର ବୟସ ବଢ଼ି ବଢ଼ି ଯାଏ, ତାର ଥାଳର ସାଇଜ୍ କମି 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 ଯାଏ। ମାନେ କହିବାର ଅର୍ଥ ହେଉଛି, ତାତ୍ପର୍ଯ୍ୟ ହେଉଛି ଆସକ୍ତି କମି କମିଯାଏ ଆଜ୍ଞା। ଯଦି ଆମର ଆସକ୍ତି କମି କମିଯିବ, ତାହେଲେ ମଲାବେଳକୁ ଦୁଃଖଟା କଷ୍ଟ କମ୍ ହେବ, ଆଉ ଜଗନ୍ନାଥ ପାଖରେ ଆସକ୍ତି ଲାଗି 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 ଲାଗିଯିବ। ଆଉ ଯେତେ ଜଗନ୍ନାଥଙ୍କ ପାଖରେ ଆସକ୍ତି ଲାଗି 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 ଲାଗିଯିବ, ଜଗନ୍ନାଥ ଅର୍ଥାତ୍ କୃଷ୍ଣ, ରାମ, ନୃସିଂହନାଥ, ଯେକୌଣସି ବିଷ୍ଣୁ ତତ୍ତ୍ୱ, ହରି, ବିଷ୍ଣୁ, ଆଙ୍କ ଭିତରେ ଯଦି ମନଟା ଲାଗିବ, ମଲାବେଳକୁ ବି ଆମର ତାଙ୍କ କଥା ମନେ ପଡ଼ିବ। ଭଗବାନ କହୁଛନ୍ତି ମଲାବେଳେ ତୋର ଯେମିତି ତୋର ମାଇଣ୍ଡ ସେଟ୍ ଥିବ, ଯାହା ଉପରେ ତୋର ଆସକ୍ତି ଥିବ, ନେକ୍ସଟ ଜନ୍ମ ତୋତେ ସେଇ ପ୍ରକୃତିରେ ମିଳିବ। ଯଦି ଆପଣ ମଲାବେଳେ କୌଣସି ସ୍ତ୍ରୀ କଥା ଭାବୁଥିବେ, ତାହେଲେ ଜନ୍ମ ହେବେ ଆପଣ ପୁଣି ଝିଅ ହେଇକି।
ବୁଝିପାରୁଛନ୍ତି? ଯଦି ଆପଣ ମଲାବେଳେ ଆପଣଙ୍କର ପ୍ରିୟ କୁକୁର କାହାକୁ ଭାବୁଥିବେ, ସେ କୁକୁର ହେଇକି ଯଦି ଆମ କୁକୁରକୁ ଯଦି ଭାବୁଥିବେ ମୋ କେଡ଼େ ସୁନ୍ଦର କୁକୁରଟି, ତାହେଲେ ଜନ୍ମ ହେଲା ବେଳକୁ ଆପଣ ନେକ୍ସଟ ଜଣ କୁକୁର ଯୋନିରେ ପାଇବେ। କେତେ ବଡ଼ ଆଜ୍ଞା ଡାଉନଗ୍ରେଡ୍ ହେଇଗଲା। ଯଦି ଥରେ କୁକୁର ଯୋନିରେ ଆପଣ ଜନ୍ମ ପାଇଗଲେ ପୁଣି 84 ଲକ୍ଷ ଜନ୍ମରେ ବୁଲିବେ ଆଜ୍ଞା, ପୁଣି କେବେ ମଣିଷ ଜନ୍ମ ମିଳିବ ଠିକ୍ ନାହିଁ। ଏର ଟ୍ରିକ୍ ଅଛି ଆଜ୍ଞା, ଏସବୁ ମରିବାର ଟ୍ରିକ୍। ଭଗବାନ ଗୀତାରେ କହୁଛନ୍ତି ଆରେ ବଞ୍ଚିବାର କଳା ତ ସମସ୍ତଙ୍କୁ ଜଣା ଅଛି। ଜଣେ ଛୁଆଟି ଜନ୍ମ ହୋଇଗଲା ପରେ କିଛି ବଡ଼ ହେଇଗଲା ପରେ କେମିତି ଖାଇବ, କେମିତି ଚାଲିବ, କେମିତି ବୁଲିବ, ଆଉ ଟିକେ ବଡ଼ ହେଇଗଲା ପରେ କେମିତି ପାଠ ପଢ଼ିବ, ଆଉ ଟିକେ ବଡ଼ ହେଇଗଲା ପରେ କେମିତି ଚାକିରି କରିବ, ଆଉ ଟିକେ ବଡ଼ ହେଇଗଲା ପରେ କେମିତି ଭାଷା ହେବ, ତାକୁ ସବୁ ଜଣା ଅଛି। ଯେତେ ସେ ମୂର୍ଖ ହଉ, ଯେତେ ମୂର୍ଖ ହଉ, ଜଣେ ମାଟି ହାଣୁଛି, ଲୋକ ପରିଶ୍ରମ କରୁଛି, କିନ୍ତୁ କିଏ ସେ ବିବାହ କରିଥିବ, ତାକୁ ରୋଜଗାର କରି ଆସେ। କିନ୍ତୁ ଆଜ୍ଞା ମରିବାର କଳାଟା ସମସ୍ତଙ୍କୁ ଜଣା ନାହିଁ। ଭଗବାନ କହୁଛନ୍ତି ମରିବାର କଳାଟା ମୁଁ ତୋତେ ଶିଖେଇବି ଅର୍ଜୁନ, ମୁଁ ତୋତେ ଶିଖେଇବି। ଏ ଗୀତା କହିବ କେମିତି ମରିବୁ। କହିବା ପାଇଁ ବହୁତ କଥା ହେଇପାରିବ ଆଜ୍ଞା, ଭିଡ଼ିଓ ବହୁତ କହିହେବ। ଭିଡ଼ିଓରେ ତ ମୁଁ ନିଶ୍ଚିତ ଭାବରେ ପୁଣି ଆଗକୁ ଆଣିବି। କିନ୍ତୁ ଏତିକି ବୁଝନ୍ତୁ, ଯଦି ଆପଣ ବିବାହ ନ କରିକି ରହିପାରିବେ ତାହେଲେ ବିବାହ କାହିଁ କରିବେ ଆଜ୍ଞା। ଗୋଲ୍ଡ ମେଡ଼ାଲିଷ୍ଟରେ ପାସ୍ କରନ୍ତୁ। ମୋ ଗୁରୁ ମହାରାଜ କହନ୍ତି ପ୍ରମୋସନ୍ କାହାକୁ ଦରକାର ନାହିଁ ଆଜ୍ଞା। ଯଦି ଆପଣଙ୍କର ପ୍ରମୋସନ୍ ହେଇପାରୁଛି, ଆପଣ କାହିଁକି ସେତିକି ରହିବା ପାଇଁ ଚାହୁଁଛନ୍ତି? ପ୍ରମୋସନ୍ ହୁଅନ୍ତୁ। ବ୍ରହ୍ମଚର୍ଯ୍ୟ ହେଉଛି ପ୍ରମୋସନ୍, ବିବାହ ହେଉଛି ଗୋଟେ ଲେଭେଲରେ ଷ୍ଟେବୁଲ୍ ହେଇକି ରହିଯିବା। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।